ଏ ଦୁନିଆରେ ସବୁଠାରୁ କଷ୍ଟ କ'ଣ ଜାଣନ୍ତି? କେହି ଆପଣଙ୍କୁ ମାରିଦେବା କି ଗାଳି କରିବା ନୁହେଁ। ସବୁଠାରୁ ବଡ଼ ଯନ୍ତ୍ରଣା ହେଉଛି କେହି ଅବହେଳା କରିବା, ଇଗ୍ନୋର କରିବା, ଆପଣଙ୍କୁ ଛୋଟ ଦେଖାଇବା ବା ହୀନ ଦୃଷ୍ଟିରେ ଦେଖିବା। କଳ୍ପନା କରି ଦେଖନ୍ତୁ, ଆପଣ କଲେଜର ସେହି ପୁରୁଣା ସାଙ୍ଗମାନଙ୍କୁ ବହୁତ ଦିନ ପରେ ଗୋଟିଏ ଛକ ବଜାରରେ ଦେଖିଲେ। ଆପଣ ବହୁତ ଉତ୍ସାହର ସହ ସେମାନଙ୍କ ପାଖକୁ ମଧ୍ୟ ଗଲେ, କିନ୍ତୁ ସେମାନେ ଆପଣଙ୍କୁ ଦେଖି ମଧ୍ୟ ନ ଦେଖିଲା ପରି ହୋଇ ନିଜ ନିଜ ଭିତରେ ଦାମୀ ଗାଡ଼ି କିମ୍ବା ଫୋନ୍ ବିଷୟରେ ଗପିଲେ। ଆପଣ ସେଠାରେ ଠିଆ ହୋଇଛନ୍ତି, କିନ୍ତୁ ଆପଣଙ୍କ ଅସ୍ତିତ୍ୱ ସେମାନଙ୍କ ପାଇଁ ଶୂନ୍ୟ। ସେତେବେଳେ ମନ ଭିତରେ ଯେଉଁ ଚିରିଗଲା ଭଳି ଯନ୍ତ୍ରଣା ହୁଏ ନା, ତାହା କେବଳ ଆପଣ ହିଁ ବୁଝିପାରିବେ। ଭାବନ୍ତୁ, ଯେତେବେଳେ ଗାଁରେ କୌଣସି ଭୋଜି ହୋଇଥାଏ, ସମସ୍ତେ ବଡ଼ ବଡ଼ିଆ ଲୋକଙ୍କୁ ପଚାରିଥାନ୍ତି, ସେମାନଙ୍କୁ ଆଗରେ ବସାନ୍ତି, କିନ୍ତୁ ଆପଣ ଯଦି ସାଧାରଣ ପୋଷାକ ପିନ୍ଧନ୍ତି, ଆପଣଙ୍କ ପକେଟରେ ଯଦି ଅଧିକ ପଇସା ନାହିଁ, ତେବେ ଲୋକେ ଆପଣଙ୍କ ଆଡ଼କୁ ଚାହାନ୍ତି ମଧ୍ୟ ନାହିଁ। ଭାବନ୍ତୁ, ଯେତେବେଳେ ଆପଣଙ୍କ ନିଜ ସମ୍ପର୍କୀୟମାନେ ମଧ୍ୟ ଆପଣଙ୍କୁ ଚିହ୍ନି ପାରନ୍ତି ନାହିଁ। ଭାବନ୍ତୁ, ହଷ୍ଟେଲରେ ସେହି ଚାରିକାନ୍ଥ ଭିତରେ ଗରିବ ପିଲାଟିଏ କେବଳ ଅଭାବ ସହ ନୁହେଁ, ବରଂ ପ୍ରତି ମୁହୂର୍ତ୍ତରେ ନିଜ ସ୍ୱାଭିମାନ ସହ ଲଢ଼େଇ କରିଥାଏ। ଯେତେବେଳେ ଅନ୍ୟମାନେ ବ୍ରାଣ୍ଡେଡ ପୋଷାକ ଏବଂ ଦାମୀ ଗ୍ୟାଜେଟ୍ର ପ୍ରଦର୍ଶନ କରନ୍ତି, ସେତେବେଳେ ତାର ପୁରୁଣା ହୋଇଥିବା ସାର୍ଟ ବା ସାଧାରଣ ଚପଲଟିଏ ଉପହାସର ବିଷୟ ପାଲଟିଯାଏ। କିଛି ପିଲା ନିଜକୁ ଶ୍ରେଷ୍ଠ ଦେଖାଇବା ପାଇଁ ଏକାଠି ହୋଇ ତାର ଖାଦ୍ୟ, ତାର ଗାଁ କିମ୍ବା ତାର ବାପା ମାଙ୍କ ବୃତ୍ତିକୁ ନେଇ କଟାକ୍ଷ କରନ୍ତି, ଯାହା ତାର ଆତ୍ମବିଶ୍ୱାସକୁ ଭିତରୁ ଚୁରମାର କରିଦେଇଥାଏ। ତାଙ୍କୁ କୌଣସି ପାର୍ଟି ବା ଆଲୋଚନାରେ ସାମିଲ କରାଯାଏ ନାହିଁ, ସତେ ଯେମିତି ସେ ଗୋଟିଏ ଅଦୃଶ୍ୟ କାନ୍ଥ ଯିଏ ବାହାରେ ଠିଆ ହୋଇଛି। ଏହି ସାମାଜିକ ବାଛନ୍ଦ ଏବଂ ଏକୁଟିଆପଣ ତାକୁ ଏମିତି ଏକ ଅନ୍ଧକାରକୁ ଠେଲି ଦିଏ, ଯେଉଁଠି ସେ ଭିଡ଼ ଭିତରେ ନିଜକୁ ଅତି ନିଃସଙ୍ଗ ମନେ କରେ। ସମାଜର ଏହି କ୍ରୂର ମାନସିକତା ଗରିବ ପିଲାଟିର ମନରେ ଏକ ଗରିବ କ୍ଷତ ସୃଷ୍ଟି କରେ, ଯାହା ଶରୀର ଆଘାତଠାରୁ ମଧ୍ୟ ଅଧିକ ଯନ୍ତ୍ରଣାଦାୟକ ହୋଇଥାଏ। ଭାବନ୍ତୁ, ଜଣେ ପ୍ରେମିକା ବା ପ୍ରେମିକ କଥା। ଯେତେବେଳେ ନିଜର ସବୁ ସମ୍ମାନ ଦେଇ ସେ କାହାକୁ ଭଲ ପାଇଥାଏ, ଆଉ ଶେଷରେ ସେହି ମଣିଷଟି ଦିନେ କହିଦିଏ, ତୁ ମୋ ପାଇଁ ଯୋଗ୍ୟ ନୁହେଁ, ସେତେବେଳେ ତାର ସଂସାର ଅନ୍ଧାର ଦେଖାଯାଏ। ଆମକୁ ଲାଗେ ଆମର ଔକାତ ବୋଧ ହୁଏ କମ୍, ଆମେ ଗରିବ, ଆମେ ଅଶିକ୍ଷିତ କିମ୍ବା ଆମେ ଦେଖିବାକୁ ଭଲ ନୁହେଁ। ଏହି ଚିନ୍ତା ଆମକୁ ଭିତରୁ ଖାଇଯାଇଥାଏ। ଏସବୁ ଭିତରେ ମଣିଷ ବାରମ୍ବାର ଭାବେ, ମୁଁ ସତରେ କ'ଣ ଏତେ ଛୋଟ, ଏତେ ହୀନ, ଏତେ ଖରାପ? ଆଜି ମୁଁ ସବସ୍କ୍ରାଇବ୍ କରିବାକୁ କହିବିନି, ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଠିକ୍ ଲାଗେ ତେବେ ମୁଁ ଜାଣିଛି ଆପଣ ସବସ୍କ୍ରାଇବ୍ କରିବା ସହ ଲାଇକ୍, ସେୟାର ଏବଂ କମେଣ୍ଟ ମଧ୍ୟ ନିଶ୍ଚୟ କରିବେ। ଭଗବାନ ବୁଦ୍ଧ ଯେତେବେଳେ ଗୋଟିଏ ଗାଁ ଦେଇ ଯାଉଥିଲେ, ସେହି ଗାଁର ଜଣେ ବହୁତ ଧନୀ ଆଉ ପ୍ରଭାବଶାଳୀ ବ୍ୟକ୍ତି ତାଙ୍କୁ ରାସ୍ତା ଉପରେ ଅଟକାଇ ଦେଲେ। ବୁଦ୍ଧଙ୍କ ଦେହରେ କେବଳ ଖଣ୍ଡେ ଗେରୁଆ ବସ୍ତ୍ର ଥିଲା, ହାତରେ ଥିଲା ଭିକ୍ଷା ଥାଳି। ସେହି ଧନୀ ଲୋକଟି ଅହଙ୍କାରରେ ଚୁର ହୋଇ କହିଲା, ଆରେ ଭିକାରୀ, ତୋ ପାଖରେ ନିଜ ପେଟ ପାଇଁ ଦାନା ନାହିଁ, ତୁ କୁଆଡ଼େ ଦୁନିଆକୁ ଜ୍ଞାନ ବାଣ୍ଟିବୁ? ତୋ ପରି ଲୋକମାନେ ଆମ ସମାଜ ପାଇଁ ଗୋଟିଏ ବୋଝ, ତୁ ମୋ ଜୋତା ସମାନ ବି ନୁହେଁ। ସେହି ଧନୀ ଲୋକର ସାଙ୍ଗମାନେ ଏସବୁ ଶୁଣି ହସିବାକୁ ଲାଗିଲେ। ବୁଦ୍ଧଙ୍କ ଶିଷ୍ୟମାନଙ୍କ ରକ୍ତ ଗରମ ହୋଇଗଲା, କିନ୍ତୁ ବୁଦ୍ଧ ସେ ତାଙ୍କର ସେହି ସ୍ମିତ ହାସ୍ୟ ସହ ଶାନ୍ତ ରହିଲେ। କିଛି ସମୟ ପରେ ସେ ସେହି ଲୋକଟିକୁ ପଚାରିଲେ, ହେ ମହାଶୟ, ମୋର ଗୋଟିଏ ପ୍ରଶ୍ନର ଉତ୍ତର ଦେବେ କି? ଯଦି ଆପଣ କାହା ପାଇଁ ଗୋଟିଏ ବହୁମୂଲ୍ୟ ଉପହାର ନେଇକି ଯାଇଛନ୍ତି, କିନ୍ତୁ ସେହି ବ୍ୟକ୍ତିଟି ଆପଣଙ୍କ ଉପହାର ଗ୍ରହଣ କଲା ନାହିଁ, ତେବେ ସେହି ଉପହାରଟି ଏବେ କାହା ପାଖକୁ ଫେରିଯିବ? ଲୋକଟି ଗର୍ବରେ କହିଲା, ଏ ତ ବହୁ ସାଧାରଣ କଥା, ସେଇଟା ମୋରି ପାଖକୁ ଫେରିଆସିବ। ବୁଦ୍ଧ ହସିଲେ ଆଉ କହିଲେ, ଠିକ୍ ସେଇଆ ହିଁ ହେଲା। ଆପଣ ଯେଉଁ ଘୃଣା, ଯେଉଁ ଗାଳି ଆଉ ଯେଉଁ ଅପମାନ ମୋ ପାଇଁ ଆଣିଥିଲେ, ମୁଁ ତାକୁ ଗ୍ରହଣ କଲି ନାହିଁ। ତେଣୁ ସେହି ସବୁ ଅପମାନ ଏବେ ବି ଆପଣଙ୍କ ପାଖରେ ରହିଗଲା। ମୁଁ ପୂର୍ବ ପରି ମୁକ୍ତ ଅଟେ।
ସେଦିନ ସମସ୍ତଙ୍କ ମୁଣ୍ଡ ତଳକୁ ହୋଇଗଲା, କାରଣ ଆମକୁ ଯିଏ ଛୋଟ ଦେଖାଏ ସେ ଆମର ଦୋଷ ନୁହେଁ, ବରଂ ନିଜର ନିଚ୍ଛକ ମାନସିକତା ସେ ପ୍ରଦର୍ଶନ କରିଥାଏ। ଦ୍ୱାରକାରେ ଶ୍ରୀକୃଷ୍ଣଙ୍କ ସହ ଅବସ୍ଥାନ କରୁଥିବା ବେଳେ 3 ଜଣଙ୍କ ମନରେ ପ୍ରବଳ ଅହଙ୍କାର ଜନ୍ମ ନେଲା। ଗରୁଡ଼, ତାଙ୍କୁ ଗର୍ବ ଥିଲା ଯେ ସେ ସବୁଠାରୁ ଦ୍ରୁତଗାମୀ ଏବଂ ତାଙ୍କୁ କେହି ବି ଜିତି ପାରିବେ ନାହିଁ। ସତ୍ୟଭାମା, ତାଙ୍କୁ ଗର୍ବ ଥିଲା ଯେ ସେ ହେଉଛନ୍ତି ବିଶ୍ୱର ସବୁଠାରୁ ସୁନ୍ଦରୀ ନାରୀ। ସୁଦର୍ଶନ ଚକ୍ର, ତାଙ୍କୁ ଗର୍ବ ଥିଲା ଯେ ତାଙ୍କ ପରି ଶକ୍ତିଶାଳୀ ଆଉ କେହି ନାହାନ୍ତି। ଭଗବାନ ଶ୍ରୀକୃଷ୍ଣ ଏହା ବୁଝିପାରିଲେ ଏବଂ 3 ଜଣଙ୍କର ଅହଙ୍କାର ଭାଙ୍ଗିବା ପାଇଁ ସେ ଗୋଟିଏ ଲୀଳା ରଚିଲେ। ସେ ଗରୁଡ଼କୁ ଡାକି କହିଲେ, ଗରୁଡ଼, ତୁମେ ଗନ୍ଧମାର୍ଦ୍ଦନ ପର୍ବତକୁ ଯାଇ ହନୁମାନଙ୍କୁ କୁହ ଯେ ପ୍ରଭୁ ଶ୍ରୀରାମ ତାଙ୍କୁ ମନେ ପକାଉଛନ୍ତି ଏବଂ ସେ ତୁରନ୍ତ ଦ୍ୱାରକା ଆସିବାକୁ କହିଛନ୍ତି। ଗରୁଡ଼ ଗଲେ ଏବଂ ଅତ୍ୟଧିକ ଅହଙ୍କାର ସହ ହନୁମାନଙ୍କୁ କହିଲେ, ହେ ବାନର, ତୁମକୁ ପ୍ରଭୁ ଡାକିଛନ୍ତି, ମୋ ପିଠିରେ ବସିଯାଅ, ମୁଁ ତୁମକୁ ଶୀଘ୍ର ନେଇଯିବି, କାରଣ ତୁମେ ନିଜେ ଗଲେ ତ ବହୁ ସମୟ ଲାଗିଯିବ। ହନୁମାନ ହସିଲେ ଏବଂ ଅତି ବିନମ୍ରତାର ସହ କହିଲେ, ଆପଣ ଯାଆନ୍ତୁ, ମୁଁ ପଛରେ ଆସୁଛି। ଗରୁଡ଼ ମନେ ମନେ ହସିଲେ, ଏହି ବୁଢ଼ା ବାନରଟି ମୋ ସହ ସମାନ ହେବାକୁ ଚେଷ୍ଟା କରୁଛି। ସେ ପବନ ବେଗରେ ଦ୍ୱାରକା ଅଭିମୁଖେ ଉଡ଼ି ଚାଲିଲେ। ଅନ୍ୟପଟେ କୃଷ୍ଣ ସତ୍ୟଭାମାକୁ ସୀତା ବେଶରେ ସଜେଇ ହେବାକୁ କହିଲେ ଏବଂ ସୁଦର୍ଶନ ଚକ୍ରକୁ ଦ୍ୱାର ପାଖରେ ଜଗାଇ ଦେଇ କହିଲେ, ଦେଖ, କେହି ଯେପରି ବିନା ଅନୁମତିରେ ଭିତରକୁ ନ ପଶେ। କିଛି ସମୟ ପରେ ଯେତେବେଳେ ଗରୁଡ଼ ଦ୍ୱାରକାରେ ପହଞ୍ଚିଲେ, ସେ ଦେଖିଲେ ହନୁମାନ ତ ପୂର୍ବରୁ ସେଠାରେ ପହଞ୍ଚି ସାରିଛନ୍ତି। ଗରୁଡ଼ ଆଶ୍ଚର୍ଯ୍ୟ ହୋଇଗଲେ। କେବଳ ସେତିକି ନୁହେଁ, ହନୁମାନ ନିଜ ପାଟିରୁ ସୁଦର୍ଶନ ଚକ୍ରକୁ ବାହାର କରି କହିଲେ, ପ୍ରଭୁ, ଆପଣଙ୍କ ଦ୍ୱାରରେ ଏହି ଖେଳନା ଚକ୍ରଟି ବାଧା ଦେଉଥିଲା, ସେଥିପାଇଁ ମୁଁ ତାକୁ ପାଟିରେ ଚାପି ଧରି ଭିତରକୁ ଚାଲି ଆସିଲି। ସେହି ସମୟରେ ହନୁମାନ ଶ୍ରୀକୃଷ୍ଣଙ୍କ ପାଖରେ ବସିଥିବା ସତ୍ୟଭାମାକୁ ଦେଖି ପଚାରିଲେ, ଏ ପ୍ରଭୁ, ଆଜି ମାତା ସୀତାଙ୍କ ଜାଗାରେ ଏ କେଉଁ ଦାସୀ ବସିଛନ୍ତି? ସତ୍ୟଭାମା, ଗରୁଡ଼ ଏବଂ ସୁଦର୍ଶନ ଚକ୍ର 3 ଜଣଙ୍କ ମୁଣ୍ଡ ଲଜ୍ଜାରେ ନଇଁଗଲା। ସେମାନେ ବୁଝିପାରିଲେ ଯେ ସେମାନେ ଯେଉଁ ଜିନିଷକୁ ନେଇ ଗର୍ବ କରୁଥିଲେ ଏବଂ ଅନ୍ୟକୁ ଛୋଟ ଭାବୁଥିଲେ, ତାହା ପ୍ରକୃତରେ ଶୂନ୍ୟ ଥିଲା। ଶ୍ରୀକୃଷ୍ଣ ଏହି କାହାଣୀ ମାଧ୍ୟମରେ ଏତିକି କହୁଛନ୍ତି, ଏହି ସଂସାରରେ କେହି ବି ଶ୍ରେଷ୍ଠ ନୁହନ୍ତି। ତୁମ ପାଖରେ ଯାହା ଅଛି ତାହା ଭଗବାନଙ୍କର ଏକ ଦାନ ମାତ୍ର। ଯେତେବେଳେ ଜଣେ ବ୍ୟକ୍ତି ନିଜକୁ ବଡ଼ ବୋଲି ଦେଖାଇବା ପାଇଁ ଅନ୍ୟକୁ ଛୋଟ ମନେ କରେ, ସେତେବେଳେ ସେ ନିଜର ମହାନତା ହରାଇ ବସିଥାଏ। ପ୍ରକୃତ ଶ୍ରେଷ୍ଠତା ଅହଙ୍କାରରେ ନୁହେଁ, ବରଂ ବିନମ୍ରତାରେ ଥାଏ। ଆଜି ଯଦି ଆପଣଙ୍କୁ କେହି ଇଗ୍ନୋର କରୁଛି, କାନ୍ଦନ୍ତୁ ନାହିଁ। ମନେ ରଖନ୍ତୁ, କାଦୁଅରେ ପଡ଼ିଥିଲେ ବି ହୀରାର ମୂଲ୍ୟ କେବେ କମିଯାଏ ନାହିଁ। ଯେଉଁମାନେ ଆପଣଙ୍କର ମୂଲ୍ୟ ବୁଝୁନାହାନ୍ତି, ସେମାନେ ସେହି ଦୁର୍ଭାଗ୍ୟଶାଳୀ ଲୋକ ଯେଉଁମାନେ ପଥର ସନ୍ଧାନରେ ଅମୂଲ୍ୟ ରତ୍ନକୁ ହରାଇ ଦିଅନ୍ତି। ଗୋଟାଏ ଦିନ କଥା, ଜଗନ୍ନାଥ ମନ୍ଦିର ବାହାରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିଲେ। ଅନେକ ଭିନ୍ନକ୍ଷମ ଭିକାରୀ ସେଠାରେ ବସିଥାନ୍ତି। ସେମାନଙ୍କ ଭିତରୁ ଜଣେ ବ୍ୟକ୍ତି, ଯାହାର ନିଜର 2ଟି ଆଙ୍ଗୁଠି ନଥିଲା, ସେ ଅନ୍ୟ ଅନ୍ଧ ଓ ଛୋଟ ଭିକାରୀମାନଙ୍କୁ ପାଟି କରି କହୁଥିଲା, ତୁମେ ସବୁ ଅନ୍ଧ ଛୋଟା, ଏଠାରୁ ଯାଇ ସେପାଟେ ବସି ଭିକ ମାଗ। ତା କଥା ଶୁଣି ମୁଁ ପୁରା ସ୍ତବ୍ଧ ହୋଇଗଲି। ଭାବିଲି, ଜଣେ ଭିକାରୀ ବି ଅନ୍ୟ ଜଣକୁ ଛୋଟ ଦେଖିବାକୁ କେତେ ତଳକୁ ଖସିପାରେ। ସତ କହିବାକୁ ଗଲେ ଆମ ସମାଜର ଚିତ୍ର ବି ଠିକ୍ ଏଇଆ। ଏଠି ପ୍ରତିଯୋଗିତା ଦୟା କିମ୍ବା ମହାନତା ପାଇଁ ନୁହେଁ, ବରଂ ମୁଁ ତାଠାରୁ ବି ଶ୍ରେଷ୍ଠ ଏହି ମିଛ ଅହଙ୍କାର ପାଇଁ। ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜକୁ ମହାନ ବୋଲି ପ୍ରମାଣ କରିବା ପାଇଁ ଅନ୍ୟ କାହାକୁ ଛୋଟ ଦେଖାଇବାକୁ ଏକ ସୁଯୋଗ ଭାବେ ବ୍ୟବହାର କରିଥାନ୍ତି। ତାଙ୍କୁ କାହାର ଦୁଃଖରେ ବି କିଛି ଫରକ ପଡ଼େନି, ବରଂ ଅନ୍ୟର ଦୁଃଖ ତାଙ୍କୁ ନିଜର ସୁଖ ଓ ଶକ୍ତିର ଅନୁଭବ କରାଏ। ମୁଁ କିଛି ଏମିତି ମଧ୍ୟମ ଶ୍ରେଣୀର ଲୋକଙ୍କୁ ବି ଦେଖିଛି ଯେଉଁମାନେ ସବୁବେଳେ ଗରିବଙ୍କ ଗହଣରେ ପଶିବାକୁ ପସନ୍ଦ କରିଥାନ୍ତି, କିନ୍ତୁ ଏହାର କାରଣ ସେମାନଙ୍କୁ ଉଦାରତା ନୁହେଁ, ବରଂ ସେମାନଙ୍କର ସୁପରିୟରିଟି କମ୍ପ୍ଲେକ୍ସ। ସେମାନେ ସେହି ଗରିବ ଓ ଅସହାୟଙ୍କ ଭିତରେ ରହି ନିଜକୁ ରାଜା ବୋଲି ଅନୁଭବ କରନ୍ତି। ସରଳ ଲୋକମାନେ ଏହି ଚତୁରତାକୁ ବୁଝିପାରନ୍ତି ନାହିଁ। ସେମାନେ ଭାବନ୍ତି ସେ ବ୍ୟକ୍ତି ଜଣକ ବହୁତ ଦୟାଳୁ ଅଟନ୍ତି,
କିନ୍ତୁ ବାସ୍ତବରେ ସେ ମହାନତା ପଛରେ ଲୁଚି ରହିଥାଏ ନିଜକୁ ବଡ଼ ଦେଖାଇବାର ଏକ ସୂକ୍ଷ୍ମ ଅଭିଳାଷ। ମନେ ରଖନ୍ତୁ, ପ୍ରକୃତ ବଡ଼ପଣ ସେଇଟା ନୁହେଁ ଯେଉଁଠି ଆପଣଙ୍କୁ ନିଜକୁ ବଡ଼ ଦେଖାଇବା ପାଇଁ କାହାକୁ ତଳକୁ ଖସାଇବାକୁ ପଡ଼େ। ପ୍ରକୃତ ମହାନତା ତ ସେଇଟା ଯେଉଁଠି ଆପଣଙ୍କ ଉପସ୍ଥିତିରେ ଅନ୍ୟ ଜଣେ କେବେ ନିଜକୁ ଛୋଟ ବୋଲି ଅନୁଭବ କରେ ନାହିଁ। କିଛି ମଣିଷଙ୍କ ପ୍ରକୃତି ହିଁ ସେମିତି। ଆପଣ ଯେତେ ଚେଷ୍ଟା କଲେ ବି ସେମାନଙ୍କୁ କେବେ ବଦଳାଇ ପାରିବେ ନାହିଁ। ସେଥିପାଇଁ ସେମାନଙ୍କ କଥାକୁ ଧ୍ୟାନ ନ ଦେଇ ସେମାନଙ୍କୁ ଅଣଦେଖା କରିବା ହିଁ ସବୁଠାରୁ ଭଲ ନିଷ୍ପତ୍ତି ଅଟେ। ନଦୀ କେବେ କୁହେନି କି ମୁଁ ସମୁଦ୍ରଠାରୁ ବଡ଼। ଫୁଲ କେବେ କୁହେ ନାହିଁ କି ମୁଁ ଘାସଠାରୁ ସୁନ୍ଦର। ସୂର୍ଯ୍ୟ କେବେ କହେ ନାହିଁ କି ମୁଁ ଜଳୁଥିବା ଦୀପଠାରୁ ଅଧିକ ଶକ୍ତିଶାଳୀ। ଯେଉଁମାନେ ନିଜ ଭିତରେ ଶୂନ୍ୟ ହୋଇଥାନ୍ତି ସେଇମାନେ ହିଁ ସର୍ବଦା ଶବ୍ଦ କରିଥାନ୍ତି ଯେମିତି ଗୋଟିଏ ଫମ୍ପା ମାଠିଆ। ସେମାନେ ଅନ୍ୟର ଦୁଃଖ କିମ୍ବା ପରିସ୍ଥିତିକୁ ବୁଝିବା ପରିବର୍ତ୍ତେ ତାକୁ ନିଜର ଅହଙ୍କାର ପୂରଣ କରିବା ପାଇଁ ଗୋଟିଏ ସୁଯୋଗ ଭାବି ବ୍ୟବହାର କରିଦିଅନ୍ତି। ଅନ୍ୟର ଗାରକୁ ଲିଭାଇ ନିଜ ଗାରକୁ ବଡ଼ କହିବା କେବେ ବି ବୁଦ୍ଧିମାନର କାମ ନୁହେଁ। ଜଗନ୍ନାଥଙ୍କ ଦୁଆରରେ ଯଦି କିଛି ଶିଖିବାର ଅଛି ତେବେ ସେଇଟା ହେଉଛି ବଡ଼ପଣ ଶରୀରରେ ନଥାଏ କିମ୍ବା ସମ୍ପତ୍ତିରେ ନଥାଏ। ଏହା ତ କେବଳ ସ୍ୱଚ୍ଛ ଏବଂ ନିରହଙ୍କାର ଚିନ୍ତାଧାରାରେ ଥାଏ। ଆପଣଙ୍କ ଚାରିପାଖରେ ଥିବା ଲୋକଙ୍କୁ ସେମାନଙ୍କର ସମ୍ମାନ ଦିଅନ୍ତୁ, କାରଣ ଦୁନିଆରେ କେହି କାହାଠାରୁ ଛୋଟ ନୁହେଁ। ଆଜି ଯିଏ ଦାତା କାଲି ସେ ଭିକାରୀ ହୋଇପାରେ। ଏଇଟା ହିଁ ତ ସମୟର ଯୋଗ। ମନେ ରଖନ୍ତୁ, ଗଭୀର ପାଣି ସବୁବେଳେ ଶାନ୍ତ ଥାଏ। ଯିଏ ନିଜ ଭିତରେ ଶକ୍ତିଶାଳୀ ସେ ଅଧିକ ପାଟି କରେ ନାହିଁ। ଭଗବାନ କେବେ ବି କୌଣସି ଜିନିଷ ବେକାର ତିଆରି କରନ୍ତି ନାହିଁ। ଯଦି ଆପଣ ଏ ଦୁନିଆରେ ଅଛନ୍ତି ତେବେ ନିଶ୍ଚିତ ଭାବେ ଆପଣଙ୍କର ଏକ ବିରାଟ ମୂଲ୍ୟ ମଧ୍ୟ ଅଛି। ଆପଣଙ୍କୁ ଯିଏ ଔକାତ ମନେ ପକାଇ ଦେଉଛି ତାକୁ ଧନ୍ୟବାଦ ଦିଅନ୍ତୁ, କାରଣ ଇଏ ସେଇ ମଣିଷ ଯିଏ ଆପଣଙ୍କୁ ଆଗକୁ ବଢ଼ିବା ପାଇଁ ଜିଦ୍ ଦେଇଥାଏ। ଆପଣଙ୍କ ପୋଷାକ କି ପଇସା ଆପଣଙ୍କ ପରିଚୟ ନୁହେଁ। ଆପଣଙ୍କ ବ୍ୟବହାର ହିଁ ସ୍ଥିର କରିବ ଆପଣ କେତେ ଧନୀ ବା କେତେ ପ୍ରଭାବଶାଳୀ ମଣିଷ। ଦିନେ ଏହି ଲୋକେମାନେ ହିଁ ଆପଣଙ୍କୁ ଖୋଜିବେ, କାରଣ ମଣିଷର ମୂଲ୍ୟ ସେ ଥିଲାବେଳେ ବୁଝାପଡ଼େ ନାହିଁ, ହରିଲା ପରେ ବୁଝାପଡ଼େ। ମନେ ରଖନ୍ତୁ, ଯେଉଁଠି ଦୁନିଆର ସବୁ ଦ୍ୱାର ବନ୍ଦ ହୋଇଯାଏ ନା ସେଇଠାରେ ଜଗନ୍ନାଥଙ୍କର ହାତ ସବୁବେଳେ ପ୍ରସାରିତ ହୋଇ ରହିଥାଏ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି, ସବୁଠାରୁ ବଡ଼ ଧନ ହେଉଛି ସେହି ସନ୍ତୋଷ ଯାହା ପାଇବା ପରେ ଅନ୍ୟକୁ ଛୋଟ ଦେଖାଇବାର ଇଚ୍ଛା ମରିଯାଏ। ଯିଏ ନିଜ ହୃଦୟରେ ସମସ୍ତଙ୍କୁ ସ୍ଥାନ ଦିଏ ସିଏ ହିଁ ସବୁଠାରୁ ବଡ଼ ମଣିଷ ହୋଇଥାଏ। ତେଣୁ ହେ ମୋର ବନ୍ଧୁ, ଆଜି ନିଜକୁ ଛୋଟ ଭାବି ମନ ଦୁଃଖ କରନ୍ତୁ ନାହିଁ। ଆପଣ ହେଉଛନ୍ତି ସେହି ସୂର୍ଯ୍ୟ ଯାହାଙ୍କୁ ବାଦଲ କିଛି ସମୟ ପାଇଁ ଘୋଡ଼ାଇ ଦେଇପାରେ କିନ୍ତୁ ସବୁଦିନ ପାଇଁ ଲୁଚାଇ ପାରିବ ନାହିଁ। ନିଜର ମୂଲ୍ୟ ବୁଝନ୍ତୁ, ନିଜ ଭିତରର ଶକ୍ତିକି ଚିହ୍ନନ୍ତୁ। ଦିନେ ଏହି ଦୁନିଆ ଆପଣଙ୍କ ପାଖରେ ମୁଣ୍ଡ ନୁଆଇବ। କଥାଟି ଠିକ୍ ଲାଗିଥିଲେ କମେଣ୍ଟରେ ଲେଖନ୍ତୁ ଜୟ ଶ୍ରୀକୃଷ୍ଣ। ପୁଣି ଦେଖା ହେବ ଆଗାମୀ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ଖୁସିରେ ରୁହନ୍ତୁ, ନିଜର ଯତ୍ନ ନିଅନ୍ତୁ। ଜୟ ଶ୍ରୀ ଜଗନ୍ନାଥ। ଧନ୍ୟବାଦ।